ତ୍ରିନାଲି ଆଜି ସମସ୍ତଙ୍କ ସାମ୍ନାରେ ଭବାନୀର ସବୁ ସତ କହିଦେବ। ସେପଟେ ତେଜସ୍ ପୁରା ରାଗିକି ଥିବେ ଆଉ ତ୍ରିନାଲିକୁ ବିନା ଦୋଷରେ ଦୋଷୀ କରିବେ। ପୁଣି ସମସ୍ତଙ୍କ ସାମ୍ନାରେ ବିନା ଦୋଷରେ ବହୁତ ପାଟି କରିବେ, କହିବେ କି ୟାକୁ ସ୍ତ୍ରୀ ବୋଲି କହିବା ପାଇଁ ମତେ ଘୃଣା ଲାଗୁଛି। ଆରେ ୟାଙ୍କ ପାଇଁ ଗୋଟେ ଲୋକର ଜୀବନ ଚାଲିଗଲା ଆଉ ମୁଁ ୟାଙ୍କୁ କେବେ ବି କ୍ଷମା କରିପାରିବିନି। ତାପରେ ତ୍ରିନାଲି କହିବ କି ତେଜସ୍ ମୁଁ ସତ କହୁଛି, ମୁଁ କାହାର ବି ଖାଇବାରେ କିଛି ବି ମିଶାଇନି, ତମେ ମୋ କଥାକୁ ବିଶ୍ୱାସ କର, ଏସବୁ ତମ ମା ହିଁ କରିଛନ୍ତି। ସେଇଠୁ ଭବାନୀ ପୁରା ରାଗିଯିବ ଆଉ କହିବ ତ୍ରିନାଲି ତୁ ନିଜେ ଧରା ପଡିଯିବୁ ବୋଲି ସବୁ ଦୋଷ ମୋରି ମୁଣ୍ଡ ଉପରେ ଲଦି ଦଉଛୁ। ଆଉ ହଁ, ତୁ ଯଦି ସମ୍ପତ୍ତି ପାଇଁ ମୋ ପୁଅକୁ ବାହା ହେଇପାରିଲୁ ତାହେଲେ ଟଙ୍କା ପାଇଁ ଆମ ସମସ୍ତଙ୍କୁ ବିଷ ଦେଇ ମାରିଦେବନି କଣ ପାଇଁ? ସେଇଠୁ ତ୍ରିନାଲି ଭଲସେ ଜବାବ ଦେବେ, କହିବେ ଯେ ମୁଁ ସମ୍ପତ୍ତି ପାଇଁ ବାହା ହେଇନି, ବରଂ ଆପଣ ମତେ ଆପଣଙ୍କ ପୁଅକୁ ବାହା ହେବା ପାଇଁ ବାଧ୍ୟ କରିଛନ୍ତି। ଏହାପରେ ତେଜସ୍ ପୁରା ଶକ୍ ହୋଇଯିବ। ଦର୍ଶକ ବନ୍ଧୁ କିଏ କିଏ ଚାହୁଁଛ ତ୍ରିନାଲି ସମସ୍ତଙ୍କ ସାମ୍ନାରେ ଭବାନୀର ସବୁ ସତ କଥା କହିଦଉ ବୋଲି ଆମକୁ କମେଣ୍ଟ କରନ୍ତୁ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ଆଜି ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।